ଅବସର ନେଲେ ବିଶ୍ୱକପ୍ ଚମ୍ପିଆନ ଖେଳାଳି। ଟି20 ୱାର୍ଲଡ କପ୍ ପୂର୍ବରୁ ଶକ୍ତ ଝଟକା ଲାଗିଲା ଦଳକୁ। ଜି ହଁ ଦର୍ଶକ ବନ୍ଧୁ, ଆରମ୍ଭ ହେବାକୁ ଯାଉଛି ଟି20 ବିଶ୍ୱକପ୍। ଫେବୃଆରୀ 7 ତାରିଖରୁ ଆରମ୍ଭ ହେବ ବିଶ୍ୱକପ୍ ମହାସମାରୋହ। ଏନେଇ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ତେବେ ଟି20 ବିଶ୍ୱକପ୍ ପୂର୍ବରୁ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍ କ୍ରିକେଟରୁ ଅବସର ଘୋଷଣା କରିଦେଇଛନ୍ତି ବିଶ୍ୱକପ୍ ଦଳର ସଦସ୍ୟ। ପୂର୍ବରୁ ଖେଳାଯାଇଥିବା ବିଶ୍ୱକପ୍ରେ ସେ ଦଳର ସଦସ୍ୟ ଥିଲେ। 2021 ଟି20 ବିଶ୍ୱକପ୍ରେ ଦଳର ସାମିଲ ଥିଲେ। କେବଳ ସେତିକି ନୁହେଁ, ଦଳ 2021ରେ ଚମ୍ପିଆନ ବି ହୋଇଥିଲା। କିନ୍ତୁ ସେ ଏବେ ହଠାତ୍ ଅବସର ନେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି। ତେବେ ହଠାତ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ ତାଙ୍କ ପ୍ରଶଂସକ ବି ଚକିତ ହୋଇଯାଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଏହି ନିଷ୍ପତ୍ତି ଦଳ ବୋର୍ଡକୁ ବି ଆଶ୍ଚର୍ଯ୍ୟ କରିଦେଇଛି। 2021 ଟି20 ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆର ସଦସ୍ୟ ଥିଲେ କେନ୍ ରିଚାର୍ଡସନ୍। ହଠାତ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଦେଇଛନ୍ତି। ତେବେ ଆସନ୍ତା ଟି20 ବିଶ୍ୱକପ୍ ଦଳର ସଦସ୍ୟ ନଥିଲେ। ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାଦ୍ ଦିଆଯାଇଛି। କେନ୍ ଲମ୍ବା ସମୟ ଧରି କଙ୍ଗାରୁ ଦଳର ସଦସ୍ୟ ଥିଲେ। 34 ବର୍ଷୀୟ କେନ୍ ରିଚାର୍ଡସନ୍ ଶେଷ ଥର ପାଇଁ 2023 ମସିହାରେ ଭାରତ ବିପକ୍ଷରେ ଖେଳିଥିଲେ। ବିଗ୍ ବାସ୍ ଲିଗ୍ରେ 15ତମ ସଂସ୍କରଣରେ ସେ ସିଡନୀ ସିକ୍ସର୍ସ ଦଳରେ ଥିଲେ। 2013 ମସିହାରେ ଆନ୍ତର୍ଜାତିକ ମ୍ୟାଚ୍ରେ ଡେବ୍ୟୁ କରିଥିଲେ କେନ୍ ରିଚାର୍ଡସନ୍। 10 ବର୍ଷ ଆନ୍ତର୍ଜାତିକ କ୍ରିକେଟ ଖେଳିବା ପରେ 2023ରେ ଥିଲା ତାଙ୍କର ଶେଷ ବର୍ଷ। କେନ୍ ରିଚାର୍ଡସନ୍ ମୋଟ 61ଟି ମୁକାବିଲା ଖେଳିଥିବା ବେଳେ 84ଟି ୱିକେଟ୍ ନେଇଛନ୍ତି। ସେଥିମଧ୍ୟରୁ 25ଟି ଦିନିକିଆ ମ୍ୟାଚ୍ ଖେଳି 39ଟି ୱିକେଟ୍ ନେଇଥିଲେ। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି 68 ରନ୍ ଦେଇ 5ଟି ୱିକେଟ୍ ନେବା। ସେହିଭଳି କେନ୍ଙ୍କ ଟି20 ରେକର୍ଡ କଥା କହିବାକୁ ଗଲେ ସେ ମୋଟ 36ଟି ମ୍ୟାଚ୍ ଖେଳି 45 ୱିକେଟ୍ ନେଇଥିଲେ। ଟି20ରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି 30 ରନ୍ରେ 4ଟି ୱିକେଟ୍ ନେବା। ଏହା ବ୍ୟତୀତ ଆଇପିଏଲ୍ରେ ବି ସେ 3ଟି ଫ୍ରାଞ୍ଚାଇଜ୍ ପାଇଁ ଖେଳି ସାରିଛନ୍ତି। କେନ୍ ରାଜସ୍ଥାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପୁନେ ୟୁଆର୍ଏସ୍ ପାଇଁ ଖେଳିଥିଲେ। ଝିଅ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ୍ ପୂର୍ବରୁ ହଠାତ୍ ଅବସର ନେଲେ ବିଶ୍ୱକପ୍ ଚମ୍ପିଆନ ଖେଳାଳି। ସେ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଖେଳାଳି କେନ୍ ରିଚାର୍ଡସନ୍। 2021 ମସିହାରେ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍ ଖେଳିଥିବା ଖେଳାଳି ଥିଲେ କେନ୍ ରିଚାର୍ଡସନ୍। କିନ୍ତୁ ସେ ତାଙ୍କୁ ଖରାପ ଫର୍ମ ଦଳରେ ସୁଯୋଗ ନ ମିଳିବାରୁ ସେ ବର୍ତ୍ତମାନ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତ ଟି20 ୱାର୍ଲଡ କପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟକା ମଧ୍ୟ ଲାଗିଛି। ତ ଇଏ ଥିଲା ଏକ ବଡ଼ ଅପଡେଟ୍, କ୍ରିକେଟ ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ବେଡ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖାବ କାଲି ଏମିତି ଏକ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର। ଜୟ ଜଗନ୍ନାଥ।